ଗୋସ୍ୱାମୀ ମହାରାଜ ଏଭଳି ବହୁତ ଲାଷ୍ଟ କୁ ତାଙ୍କର ଶିଷ୍ୟ, ହଁ ତାଙ୍କର ଶିଷ୍ୟ ଗଲେ କିଏ? ଭକ୍ତି ସ୍ୱାମୀ ମହାରାଜ ନାଇଁ କି ସାରା ପୃଥିବୀ ପ୍ରଜାର ଭକ୍ତି ପୁରୀ ଗୋସ୍ୱାମୀ ମହାରାଜ ଏଭଳି ସମସ୍ତେ ବହୁତ ମହାରାଜ ଭକ୍ତି ପ୍ରବନ୍ଧ ପୁରୀ ଗୋସ୍ୱାମୀ ମହାରାଜ ଏମାନେ ସବୁ ଯାଇକି ପ୍ରଚାର କଲେ। ଆଜି ସାରା ପୃଥିବୀ ପୃଷ୍ଠରେ କଣ ଭଗବତ ବାଣୀ ପ୍ରଚାର ଯେ ମହାପ୍ରଭୁଙ୍କର ଯେ ମହାପ୍ରଭୁ ଯେ କହିଥିଲେ ସର୍ବତ୍ର ଯେ ପୃଥିବୀতে ଯେତେ ଅଛି ନଗର ଆଦି ଗ୍ରାମ, ନଗର ଆଦି ଗ୍ରାମ, ଆଦି ଶବ୍ଦର ଅର୍ଥ ଏଠି କଣ? ଜଙ୍ଗଲ ପାହାଡ ପର୍ବତ ସବୁକୁ ବୁଝେଇଦବା। ସବୁ କହିବା ନଗର ଗ୍ରାମ ପୁଣି ପାହାଡ ପର୍ବତ ଲୋକ କଣ କରିବେ? ସବୁକୁ ବୁଝେଇ ଦେଇଛି, ଆଦି ଶବ୍ଦ ଦେଇ ଦେଇଛନ୍ତି ନାଇଁ କି? ଯୋଉଠି ଯିଏ ରହୁ, ଗୁମ୍ଫା ଭିତରେ ଯୋଉଠି ରହୁ, ସର୍ବତ୍ର ପ୍ରଚାର ହେଇବ ମୋର ନାମ। ସେ କଥା ସଫଳ ହେଲା ନା ନାଇଁ? এই পার্বত্য অঞ্চল ভক্তি স্বরূপ পর্বত আমার পরম গুরুদেব যে বিশাল সে সময় এবে তো যাহা ଅଛି ସେ ସମୟ କେମିତିଆ ଘଞ୍ଚ ଜଙ୍ଗଲ, ୟା ଭିତରେ ପ୍ରବେଶ କରିକି କେତେ ସୁନ୍ଦର ମଠ ଉଦଳା ମଠ ଆଜି ପର୍ଯ୍ୟନ୍ତ ଦ୍ୱିତୀୟ ମଠ ହେଇନି, କେବେ ହବ ଅଲଗା କଥା, କିନ୍ତୁ ହେଇ ତ ପାରିନି ନାଇଁ। ଏଇ ୟା ପାର୍ବତ୍ୟ ଅଞ୍ଚଳ ମୟୂରଭଞ୍ଜର ଯଦି ଦେଖିତେ ଗଲେ ମୁଖ୍ୟ ମଠ ହେଲା ଉଦଳା ମଠ। ସେମାନେ ଆସିକି ପ୍ରଚାର କରିଥିଲେ, ଆଉ ରାଧାମୋହନ ମନ୍ଦିର ହେଇଛି ସବୁ କରିଥିଲେ, ଆସିଥିଲେ, ଆସିନାହାନ୍ତି ସେ କଥା ନୁହେଁ। ବହୁ ପୂର୍ବରୁ ମହାପ୍ରଭୁଙ୍କ ପରିକର ବି ଆସିଛନ୍ତି, ଆସି ପ୍ରଚାର କରିଛନ୍ତି, କିନ୍ତୁ ସେ ଧୀରେ ଧୀରେ ଲୁପ୍ତ ପ୍ରାୟ ହେଇଯାଇଛି ହେଇନି। ସେବା ପୂଜାର ଯେତେବେଳେ ପର୍ବତ ଗୋସାଇ ମହାରାଜ ଆସିଲେ, ପ୍ରଭୁପାଦ ଆସିଲେ, କୁଆ ମହାରାଜ ଧୀରେ ଧୀରେ ପ୍ରଚାର ଆରମ୍ଭ ହେଲା। ପର୍ବତ ମହାରାଜ ପୁରା ରହିଗଲେ ପ୍ରଚାର ନୁହେଁ, ଏଇଠି ମଠ ସ୍ଥାପନ କଲେ। ତାପରେ ବୈଷ୍ଣବ ବହୁତ ବୈଷ୍ଣବ ଆଜି ପର୍ଯ୍ୟନ୍ତ ଭଗବତ କୃପାରୁ ସବୁ ମଠ ମନ୍ଦିର ଆଉ ଏ ଇଲାକାର ବୈଷ୍ଣବ ସୃଷ୍ଟି ହେଇଛନ୍ତି। ତେଣୁ ସେଇ ବ୍ରହ୍ମାଣ୍ଡ ତାରିତ ଶକ୍ତି ଧରେ ଜଣେ 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 ବ୍ୟକ୍ତି ବ୍ରହ୍ମାଣ୍ଡ ଧାରଣ କରିପାରିବେ। ମହାପ୍ରଭୁଙ୍କର ଭାଷା ଆମର ବୈଷ୍ଣବ ବନ୍ଦନା ରହିଛି। ତେଣୁ ସେଇଭଳି ଯେ ମକ୍ତାଲୋକ ପରମହଂସ ମହାରାଜ ଆସି ଆଚାର୍ଯ୍ୟ ହେଲେ, ପ୍ରଭୁପାଦ ବହୁ ଶିଷ୍ୟ ଆସି ଉଦଳା, କୋଉଠି ଉଦଳା କୋଉଠି ଚୈତନ୍ୟ ମଠ। ଯଦି ପର୍ବତ ଗୋସାଇ ମହାରାଜ ଏଇ ଜାଗାକୁ ନ ଆସିଥାନ୍ତେ, ଆଉ ସବୁ ବୈଷ୍ଣବ କିଏ ଆସିଥାନ୍ତେ କି? ଆମେ ଦେଖିବାକୁ ପାଇଥାନ୍ତେ? ପାଇନଥାନ୍ତେ। ପ୍ରଭୁପାଦଙ୍କ ଅଶେଷ କୃପାରୁ ପ୍ରଭୁପାଦ ଆସିଲେ କୁଆମାରା, ସେ କୁଆମାରୁ ବିସ୍ତୃତ ହେଇଗଲା ପୁରା ନାଇଁ, ପୁରା ଚାରିଆଡେ ବିସ୍ତୃତ ହେଇଗଲା, ପୁରା ସବୁ ଆସିକି ପହଞ୍ଚିଲେ। ତେଣୁ ଯାହା ହଉ ସେଇ କ୍ରମରେ ଆଜି ଆମେ ଏଇ ଜାଗାକୁ ଆସୁଛନ୍ତି, ଆମେ ହରି କଥା ଟିକେ କହିପାରୁଛନ୍ତି, ସୁଯୋଗ ପାଉଛନ୍ତି। ସେଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କର ଅଶେଷ କୃପା ଫଳରେ ଆଜି ସାରା ପୃଥିବୀର ଯୋଉଠିକି ଯିବେ ବୈଷ୍ଣବ ଧାରା ଚାଲିଛି ନାଇଁ। ବୈଷ୍ଣବ ଧାରା ସମସ୍ତେ ମହାମନ୍ତ୍ର ଜପ କରୁଛନ୍ତି, ଭଜନ କରୁଛନ୍ତି, ବହୁ ପ୍ରକାର ଆଚାର୍ଯ୍ୟ ଆସୁଛନ୍ତି, ବହୁତ ପ୍ରକାର କେତେ କଣ କହିଯାଉଛନ୍ତି, ସବୁ ଠିକ ସବୁ ଯାଉଛନ୍ତି, କିନ୍ତୁ ଲାଷ୍ଟକୁ ସିଏ ଗଲା ପରେ ପୁଣି ସିଏ ଫେର ସେଇ ମହାମନ୍ତ୍ରକୁ ଆସି ପହଞ୍ଚୁଛୁ ନାଇଁ କି? ତେଣୁ ମହାପ୍ରଭୁ ଯେ ବାଣୀ, ସେ ବାଣୀ କି ଅକାଟ୍ୟ ବାଣୀ। ଆମ କଣ ଆଜିକାଲି ଲୋକ କଣ ସୁବିଧାବାଦୀ ହେଇଗଲେ ନାଇଁ କି? ଯଦି ମୁଁ ଏଇଠାରେ ପ୍ରଚାର କରିବି ଏଇ ନାମଟା କର, ଆଉ କିଛି ଦରକାର ନାହିଁ, ଯାହା ଯେତେବେଳେ ଛାଡୁଛ ଛାଡ, ନାମ ପ୍ରଚାର କଲେ ଭଗବତ ପ୍ରାପ୍ତି ହେଇଯିବ। ତାର ମାରିଲେ ଡିଆ, ଆଉ ସବୁ ଡିଆ ମାରିଲେ ସେଠି ଏତେ ସହଜ ଉପାୟରେ ଭଗବାନ ପାଇଯିବେ, କଣ ଦରକାର? କିଏ କହିଲା ଗୋଟେ ଦିନ ଆଇଁଷ ଛାଡ଼ିଦେଲେ ହେଇଯିବ, କିଏ କହୁଛି 2-4 ଦିନ ଛାଡ଼ିନେ ହବ, କିଏ କହୁଛି ଆଇଁଷ ଛାଡ଼ିଦବ, ପିଆଜ ରସୁଣ ଖାଇଲେ ଚଳିବ, ବିଭିନ୍ନ ପ୍ରକାର। ଆଉ ବ୍ରତ ଆଦି ନ କଲେ ଚଳିବ, ବ୍ରତ ଆଦି କରି କଣ ଲାଭ? ଆଉ ସବୁ ଲୋକ କହିଲା ଏତେ ସହଜ ଉପାୟ, ଏତେ କଷ୍ଟ ଉପାୟ କିଏ ଯାଉଛି ନୁହେଁ କି? କିନ୍ତୁ ଶାସ୍ତ୍ର କହୁଛି କଷ୍ଟ ନ କଲେ କୃଷ୍ଣ ମିଳିବେନି। ଯେପର୍ଯ୍ୟନ୍ତ ତମେ କୁହାଯାଇଛି ସେଇ ଯୋଉ ଆଚାର୍ଯ୍ୟ ସେଇ ଆଚାର୍ଯ୍ୟ କହୁଛନ୍ତି, ଯଦି ବିଶେଷ ଭଗବତ ପ୍ରାପ୍ତି ହବାର ଆବଶ୍ୟକ ଅଛି ତାହେଲେ ବିଶେଷ ଯତ୍ନ କରିବାକୁ ପଡିବ। ବ୍ରତ ଆଦି ଉପବାସ ସବୁ କିଛି କରିବାକୁ ପଡିବ। କୃଷ୍ଣ ପ୍ରୀତ୍ୟାର୍ଥେ ଭୋଗ ତ୍ୟାଗ ନୁହେଁ, ଭଗବାନଙ୍କ ପ୍ରୀତି ପାଇଁ ଭୋଗ ତ୍ୟାଗ କରୁଛନ୍ତି ଉପବାସ। ତାପରେ ସାଇନ୍ସ ବି କହୁଛି ଯେ ଉପବାସ ରହିବା ଆବଶ୍ୟକ ଅଛି। କିଛି ମାନେ ସପ୍ତାହର ଗୋଟେ ଦିନ ହଉ ବା 15 ଦିନ ଗୋଟେ ଦିନ ହଉ, ସେ ଶରୀରକୁ ଟିକେ ମାନେ ଷ୍ଟୋମାକୁ ଫ୍ରି କରିବାର ଅଛି ନୁହେଁ କି, ଉପବାସ କରିବାର ଅଛି। ତେଣୁ ଯାହା ହଉ ଯେ ବୈଷ୍ଣବ ମାନଙ୍କର ଯିଏ ମହାପ୍ରଭୁ ଯେ ସାକ୍ଷାତ ଭଗବତ ଅବତାର, ରାଧାକୃଷ୍ଣ ମିଳିତ ତନୁ, ଆମର ଆଜି ଭାରତ ବର୍ଷର କାହିଁକି ଏତେ ଦ୍ୱନ୍ଦ୍ୱ ଉପୁଜୁଛି? ଆମେ ପ୍ରଭୁଙ୍କୁ ଜାଣି ଜାଣିବା ପରେ ପ୍ରଭୁ ଆସୁଛନ୍ତି, ଆସିଛନ୍ତି ଏବଂ ବାଣୀ ପ୍ରଚାର କରୁଛନ୍ତି, ତାପରେ ବି ଆମେ ତା ଭିତରେ ଗୋଟେ ଡବିଂ କରିଦଉଛୁ। କିଏ ମହାମନ୍ତ୍ର ଡବିଂ କଲାଣି, ରାଧାକୃଷ୍ଣ କଲାଣି, କିଏ ତାର ହରେ ରାମ ଆଗେ କରିକି ହରେ କୃଷ୍ଣ ପଛର ବିଭିନ୍ନ ପ୍ରକାର ସ୍ୱର ଚଲେଇଛନ୍ତି। କଣ ନା ଏଟା ଶାସ୍ତ୍ର, ଆରେ ଶାସ୍ତ୍ର ତ ବହୁତ କଥା ଅଛି, ତମେ ଶାସ୍ତ୍ରରେ କେତେଟା କଥା ମାନୁଛ? ମହାପ୍ରଭୁଙ୍କ ବୈରାଗ୍ୟ କରିପାରିବ? ଅଛି ସାମର୍ଥ୍ୟ ତମର? ଯୋଉ ତମେ କହୁଛ ଆମେ ଶାସ୍ତ୍ର ବାଣୀ, ଶାସ୍ତ୍ର ବାଣୀ ଉତ୍ତମ ବାଣୀ ବି ଆହୁରି ବହୁତ ଅଛି। ମହାପ୍ରଭୁଙ୍କ ତମେ ମହାପ୍ରଭୁ ଏଟା ଯୋଉ ଠିକ କରିଛନ୍ତି ସେଟା କରନି ଦେଖିଆ,
ମହାପ୍ରଭୁ ସାରା ଜୀବନ କହନ୍ତି ଭୂମିର ଶୟନ କରୁଛନ୍ତି ସନ୍ନ୍ୟାସୀ, ଭୂମିର ଶୟନ କରୁଛନ୍ତି, ନାରୀ ଦର୍ଶନ କରି ନାରୀ ସେ କଥୋପକଥ કરે। ତମେ ତ ନାରୀ ମଣ୍ଡଳୀ ନେଇକି ବସୁଛ, ଏ ପାଖର ମହାମନ୍ତ୍ରଟା ମାନିବନି, ଅମୁକି ଏଇଟା ଶାସ୍ତ୍ରରେ ଅଛି, ଆଉ ଇଏ କୋଣ ଶାସ୍ତ୍ରରେ ନାହିଁ, ବୁଝିଲା ନାହିଁ? ଆକୁ ମାନିବ ତାକୁ ମାନିବନି, ମହାପ୍ରଭୁଙ୍କର ଅସଲ ବାଣୀ ମାନିବନି, ଯେ ଯୋଉଟା ଭଗବାନ କୁହାଯାଇଛି। ଦେଖ ଯେ ଗୋଟେ ହଉଛି ଆଦେଶ, ଜୀବ ଗୋସ୍ୱାମୀ ଲେଖିଛନ୍ତି, ଗୋଟେ ହେଲା ଆଦେଶ, ଆଦେଶଟାକୁ ଆଉ ସେଠି କିଛି କରିହେବନି, ଶାସ୍ତ୍ର ବାଣୀ ମାନି ହେବନି, କାରଣ ଭଗବାନଙ୍କର ଆଦେଶ ଯଦି ଭଗବାନ ଆଦେଶ ହୁଏ ଏଇଟା କରିବା କଥା ସେଇଟା କରିବାକୁ ପଡିବ।